স্বীকার করিবে বলে। নিশ্চয় বন্ধু, ତୁମେ ମୋତେ ଯେଉଁଦିନ ଠାରୁ କଥା ଦେଇଛ ମୁଁ ଭାବି ନେଇଛି ତୁମ ଭଗ୍ନୀ ରୂପଣୀ କେବଳ ମୋରି ପାଟରାଣୀ ହୋଇଯାଇଛି। ହଁ ବନ୍ଧୁ, କେତେବେଳେ ଆଜ୍ଞା? ଆଉ ହେଲେ କେତେବେଳେ? ଚନ୍ଦନ ଆଜ୍ଞା ସାର୍, ସେ ସମୟରେ ତୁମେ ପଳାଇଗଲ। ଆପଣଙ୍କର ସେଦିନର କଥା କ'ଣ ମନେ ନାହିଁ? ମତେ ଡର ଲାଗିଲା ସେଇ ବଳରାମର ମଙ୍ଗଳ ଲୁହାଟାକୁ କାଳେ ବାଜିଯିବ ବୋଲି ସେଇ ଚମ୍ପା ଗଛ ଡାଳଟାରେ ମୁଁ ଲଟିକିକି ଥିଲି। ହେଲେ ଗୋଟା ଗୁଡ଼ ରହସ୍ୟ ମୋ ପକେଟକୁ ଆସିଯାଇଛି। ତାପରେ କ'ଣ ହେଲା ଚନ୍ଦନ? ଆପଣଙ୍କୁ ରୁକଣ ବାବୁ କଥା ଦେଇଥିଲେ ଝିଅ ଦେବେ ବୋଲି, ହେଲେ ଏଣେ ବୁଢ଼ା ରାଜା କଥା ଦେଲେଣି ପୁଷ୍ଟଙ୍କୁ ଝିଅ ଦେବ ବୋଲି। ଆଉ ସ୍ୱୟଂବର ତମ ମନ ବୁଝିବାକୁ। ଆଉ ଆଚ୍ଛା, ମୋର ପିତା କ'ଣ କହିଲେ? କହିବେ ଆଉ କ'ଣ? ସ୍ୱୟଂବର ସଭା ଖାଲି ତମ ମନ ବୁଝିବାକୁ, ହେଲେ କୃଷ୍ଣଙ୍କୁ ତାକେ ଝିଅ ଦେବେ ନା, ହୀରାବତୀ କୃଷ୍ଣକୁ କେବେ ହେଲେ ମୋର ଭଗ୍ନୀକୁ ମୁଁ ବିବାହ ଦେବି ନା। ଦେଖିବି ସେ କୃଷ୍ଣ ବଳରାମ କେଉଁ ପଥରେ ଯିବେ। ବନ୍ଧୁ, ଆହାର ବିଚାର ଆମକୁ କରିବାକୁ ହେବ। ମୁଁ ତୁମ ଉପରେ ନିର୍ଭର କରିବନି। ଆସନ୍ତୁ ଯିବା ସର୍ବେ ବିଶ୍ରାମ କର। ତେବେ ଚାଲନ୍ତୁ ବନ୍ଧୁ। ପ୍ରାଣ ଅନାଦି ଅନନ୍ତ ହେ ପ୍ରଭୁ ଦିନର ବାନ୍ଧବ, ସତେ କ'ଣ ପୂର୍ଣ୍ଣ ହେବ ମୋର ମନର ବାସନା? ସତେ କ'ଣ ମୋର ଆଦରର କନ୍ୟା ରୁକ୍ମିଣୀଙ୍କୁ ତୁମ ହସ୍ତରେ ଟେକି ଦେଇ ମୁଁ ନିଜକୁ ଭାଗ୍ୟବାନ ମନେ କରିବି? ରୁକ୍ମଣ କହିବାର ଅଛି ବାପ। ହଁ ପିତା, କହିବାକୁ ତ ଅନେକ ଅଛି, କିନ୍ତୁ ତା ପୂର୍ବରୁ ଏହି ଦଲିଲରେ ଗୋଟାଏ ଦସ୍ତଖତ କରିଦିଅ। କିନ୍ତୁ କାହିଁକି? କେଉଁ କାରଣରୁ ଦସ୍ତଖତ କରିବି ଏଠାରେ? କାହିଁକି ନା ରୁକ୍ମିଣୀର ବିବାହ ନିମନ୍ତେ। କିନ୍ତୁ କାହା ସାଙ୍ଗରେ? ମୋର ବାଲ୍ୟ ବନ୍ଧୁ ଶିଶୁପାଳଙ୍କ ସାଙ୍ଗରେ। ସେଥିରେ ରୁକ୍ମିଣୀର ସମ୍ମତ ଅଛି ତ? ଯୋଉ ପିଲାବତ ଥାଉ ବା ନଥାଉ, ଯେହେତୁ ମୁଁ ତାର ବଡ଼ ଭାଇ, ମୋର ନିର୍ଦ୍ଦେଶକୁ ସେ ମାନିବ। ଏଥିରେ ତୁମେ ନିର୍ଦ୍ଦେଶ? ତୋର ପୁଣି ନିର୍ଦ୍ଦେଶ କ'ଣ ବାପ? ପିତା, ନିର୍ଦ୍ଦେଶ ସେ ମାନିବା ପୂର୍ବରୁ ମୁଁ ତୁମକୁ କହୁଛି ସେଇ ଦଲିଲରେ ଦସ୍ତଖତ କରିଦିଅ। ନା ନା, ଜଗପତ ଶ୍ରୀକୃଷ୍ଣଙ୍କ ହସ୍ତରେ କନ୍ୟା ବିବାହ ଦେଇ ନପାରେ, କିନ୍ତୁ ତାଙ୍କରି ନିଜ ଆଗରେ ପ୍ରକାଶ କରେନା ବାପ। ସେଇ କୃଷ୍ଣକୁ ନିନ୍ଦା କରିବି। ଦେଖିବି ମୋର ଚଲାପଥରେ କିଏ ସେ ବାଧ୍ୟ ହୋଇଛି। ନା ନା, ରୁକ୍ମିଣୀର ଇଚ୍ଛା ବିରୁଦ୍ଧରେ ମୁଁ ଦସ୍ତଖତ ଦେଇପାରିବି ନାହିଁ। ପିତା, ଭଲରେ କହୁଛି ସେଇ ଦଲିଲରେ ଦସ୍ତଖତ କର, ନା, କଦାପି ତାପରେ ଦେଇପାରିବି ନାହିଁ। ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ୟ ଦସ୍ତଖତ ମୁଁ ଦେଇପାରିବି ନାହିଁ, କିମ୍ବା କୃଷ୍ଣ ନିନ୍ଦା ସହିପାରିବି ନାହିଁ। ମୋର କଥାକୁ ନ ମାନି ମତେ ଧିକାର କରୁଛ। ମୁଁ କ'ଣ ଗୋଟାଏ ବାଳକ? ନାଇଁ ପିତା, ନା। ବାଳକ ଭାବିଣ ମତେ ଦେଉଛ ଭଣ୍ଡାଇ। ବାଳକ ଭାବିଣ ମତେ ଦେଉଛ ଭଣ୍ଡାଇ। ବାହାରିବି କଣ୍ଡାଇ ଆଜି ଜମ ପାଶେ ପଠାଇବି ମୋର।
ଦସ୍ତଖତ କରିବ ନା ନାହିଁ? କଦାପି ହେଇପାରିବ ନାହିଁ ବିଫଳ। ଆରେ ମୋର ପିତା ମୋର ଏଇ କହୁଛି ସେଇ ଦଲିଲରେ ଦସ୍ତଖତ କର। ନହେଲେ ଆଜି ତୁମ ଅପେକ୍ଷାରେ ପ୍ରସ୍ତ କରି ଜମା ଯାଉଥାଏ। स्वामी ये तुम्हें कौन कर स्वामी जीव जन्म अन्नदाता पिता सत्य बकाले रुका के कोड़े धरछती तुम्हें ताको पे अन्याय अत्याचार करू अर्चना बारंबार मना करने सत्ते हीरावती गोपालनंद श्रीकृष्ण को कन्या रूपेण को विवाह देवाकू बसुँ किंतु कृष्ण होती मोर परम शत्रु तुमको मध्य चेतावनी देउछि अर्चना तुम्हें मध्य बाधा सृष्टि करे तुम्हें मध्य बंकिब निश्चय निश्चय मु मध्य करी बाधा सृष्टि निश्चय निश्चय रुक्मिणी विवाह करिवे भगवान श्रीकृष्ण को हाँ हाँ भगवान श्रीकृष्ण जदि मत से उपदेश शुणाओ बोली जी तुम्हें पत्नी बोली हाँ स्वामी भूली जाओ मु तुम्हारा पत्नी बोली आउ भूली जाओ रुक्मिणी तुम्हारा भगिनी बोली आउ तुम्हें मत तुम पिता को भूली जाओ स्वामी किंतु मने रख स्वामी आमे बंची थिला पर्यंत निश्चय पूजा करू से केशव को